ସ୍ନାନ ପୂର୍ଣ୍ଣିମା ଦିନ ସକାଳେ ଆରମ୍ଭ ହୋଇଥିଲା ମୋର ମହାପ୍ରଭୁଙ୍କ ଦର୍ଶନରୁ। ମୁଁ ଯାଇକିନା ଟଗର ଫୁଲ ଆଣିକିନା ବାବାଙ୍କୁ ଦେଇଥିଲି। ବାବା ଏପଟେ ଜୟ ଜଗନ୍ନାଥ ଟିଭି ଲଗେଇକିନା ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଦେଖୁଥିଲେ। ତ ଫୁଲ ଦେଇକିନା ମୁଁ ଛାତ ଉପରକୁ ପଳେଇ ଆସିଥିଲି। ଚାଲନ୍ତୁ ଦେଖିବା ଆଜି ଦିନ ସାରା କ'ଣ ହେଉଛି। ଆଉ ଏବେ ମୁଁ ଭୁବନେଶ୍ୱର ପଳେଇ ଆସିଛି। ଆପଣମାନଙ୍କୁ ଏ ଭିଡ଼ିଓଟି ମିଳିଲା ବେଳକୁ ଟିକେ ଲେଟ୍ ହେଇଯିବ। ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ତ ମୁଁ ଶୋଇକି ଉଠିକି ଫୁଲ ତୋଳି ଆଣିଦେଇଛି, ଟଗର ବାବାଙ୍କୁ ଦେଇଛି। ମହାପ୍ରଭୁଙ୍କୁ ଦର୍ଶନ କରିକିନା ଛାତ ଉପରକୁ ପଳେଇ ଆସିଛି ମୋର ବଗିଚାରୁ ଫୁଲ ତୋଳିବା ପାଇଁ। ତୁ ଏମାନଙ୍କୁ ଛାଡ଼ିକିନା ମୁଁ ଯାଇଥିଲି ଆସି 25 ଦିନ ହେଲାଣି। ତ ଏମାନଙ୍କୁ ଟିକେ ଆସିଛି ଫୁଲ ତୋଳିବି, ଆଉ ଟିକେ ଦେଖିକି ଯିବି ସବୁ କେମିତି କ'ଣ ଅଛନ୍ତି। ଯାହା ଯେମିତି ଅଛନ୍ତି, ମୋତେ ତ ଏବେ ସମୟ ନାହିଁ। ମୁଁ ପଛେ ଆସି ଏମାନଙ୍କର କଥା ବୁଝିବି, କାରଣ ପୁରା ଜଙ୍ଗଲ ହିଁ ହେଇଯାଇଛି ଛାତ ଉପରଟା। ହଉ ଦେଖିବା, ମୁଁ ଜଲ୍ଦି ବର୍ତ୍ତମାନ ଫୁଲ ତୋଳିଦିଏ। ଛାତ ଉପରେ ଏତିକି ଫୁଲ ତୋଳା ହେଇଛି। ତ ଯାହା ଛାତ ଉପର ଅବସ୍ଥା, ଏଇଠି ଯାହା ଯେମିତି କରିକି ରଖିଛି। କେତେବେଳେ ଟିକେ ସମୟ ପାଇଲେ ପୁଅକୁ ଛାଡ଼ିକିନା ଆସି ଏଇସବୁ କାମ କରିବି, କାରଣ ମୋତେ ଅପରିଷ୍କାର ଟୋଟାଲ୍ ବି ପସନ୍ଦ ନୁହଁ। ସେ ଘର ହେଉ କି ଛାତ ଉପର ହେଉ କି ବାଲକୁନି ହେଉ କି ଯେକୌଣସି ଜାଗା ହେଉ, ରୋଷେଇ ଘର ହେଉ, ଅପରିଷ୍କାର ହେଲେ ମାନେ ମୋ ଦେହରେ ଟୋଟାଲ୍ ଯିବନି। ତ ମୋର ମାନେ ଗୋଟେ ମାଇଣ୍ଡରେ ଥିବ ଯେ କେମିତି ହେଲେ ଆକୁ ସଫା କରିବି ବୋଲି। ତ ଏବେ ତ ଆଉ କରିହେବନି, କାରଣ ଏବେ ଅଲରେଡ଼ି 8ଟା ବାଜିବାକୁ ଟାଇମ୍ ଗଲାଣି। ଘରେ ମୋର କିଛି ବି କାମ ହେଇନି। ତ ମୁଁ ଯାଉଛି ଏବେ ଫୁଲ ବାବାଙ୍କୁ ଦେଇଦେବି, ତାପରେ ମୁଁ ଲାଗି ପଡ଼ି ମୋର ଘର କାମରେ ସମୟ ଦେଖିବାକୁ ଆସି କରିବି। ବାବା ଏଇଠି ଫୁଲମାଳ କରିଦେଇଛନ୍ତି। ଏ ହେଲା ଜଗନ୍ନାଥଙ୍କ ପାଇଁ, ଏ ମା ଲକ୍ଷ୍ମୀଙ୍କ ପାଇଁ, ଏପଟେ କରିଦେଇଛନ୍ତି ହନୁମାନଙ୍କ ପାଇଁ, ଆଉ ବଡ଼ ଠାକୁରାଣୀଙ୍କ ପାଇଁ, ଏପଟେ ଛୋଟ ଠାକୁରାଣୀଙ୍କ ପାଇଁ। ମୁଁ ଯାଉଛି ଜଲ୍ଦି ଠାକୁରଙ୍କୁ ଫୁଲମାଳ ପିନ୍ଧେଇ ଦିଏ। ଯେହେତୁ ସ୍ନାନ ପୂର୍ଣ୍ଣିମା ଥିଲା, ପ୍ରତ୍ୟେକ ପୂଜା ପର୍ବରେ ଘରେ ଟିକେ ବିଶେଷ ପୂଜା ପାଠ ହୁଏ। ଆଉ ବିଶେଷ ପୂଜା ପାଠ ନହେଲେ ନିଜ ମନକୁ ଶାନ୍ତି ଲାଗେ ନା। ତ ସେଥିପାଇଁ ଆଜି ଯେହେତୁ ସ୍ନାନ ପୂର୍ଣ୍ଣିମା ଥିଲା, ତ ସେଥିପାଇଁ ମୁଁ ସ୍ନାନ ପୂର୍ଣ୍ଣିମା ପାଇଁ ଠାକୁରଙ୍କ ପାଇଁ ଏଇଠି ପାଣିରେ ଫୁଲ, ତୁଳସୀ ପତ୍ର, କର୍ପୂର, ଗଙ୍ଗାଜଳ, ଚନ୍ଦନ ପକାଇକିନା ପ୍ରଭୁଙ୍କୁ ସ୍ନାନ କରାଇ ଦେଇଥିଲି। ତାପରେ ପ୍ରଭୁଙ୍କୁ ବାବା କରିଦେଇଥିବା ମାଳ ପିନ୍ଧେଇ ଦେଇଥିଲି। ଆଉ ମନ ଭରି ଠାକୁରଙ୍କୁ ପୂଜା କରିଦେଇଥିଲି, ମାନେ ମୋତେ ଶାନ୍ତି ଲାଗିଲା ଭଳି। ଓಂ ନମୋ ଭଗବତେ ବାସୁଦେବାୟ, ଓଂ 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 ନମୋ ଭଗବତେ ରୁଦ୍ରାୟ, ଓଂ ନମୋ ଭଗବତେ ରୁଦ୍ରାୟ, ଓଂ ନମୋ ଭଗବତେ ରୁଦ୍ରାୟ, ଓଂ ନମୋ। ଯିଏ ଆମକୁ ସବୁ କିଛି ଦେଉଛନ୍ତି, ଆମେ ବା ତାଙ୍କୁ କ'ଣ ଦେଇପାରିବା? ଆମେ କେବଳ ତାଙ୍କୁ ଭକ୍ତି ଭାବରେ ଡାକିପାରିବା। ଭକ୍ତିରେ ହିଁ ବିଶ୍ୱାସ ଥାଏ। ତ ମୁଁ ପୂଜାପାଠ କରିସାରିଲା ପରେ ମୋତେ ଝୁଣା କର୍ପୂର ଦେଲା ପରେ ମୋତେ ଆହୁରି ଶାନ୍ତି ଲାଗେ। ଆଉ ଶଙ୍ଖ ଫୁଙ୍କି ଦେଲା ପରେ ମୋତେ ଆହୁରି ଶାନ୍ତି ଲାଗେ। ତ ମୋ ଦ୍ୱାରା ଯେତିକି ହେଇପାରେ, ମୁଁ ଯେତିକି ଭକ୍ତି ଭାବରେ କରିବା କଥା, ମୁଁ ପ୍ରଭୁଙ୍କୁ କରେ ପୂଜା। ତ ପୂଜା କଲାବେଳେ ଗୋଟେ ମୋର ମାଇଣ୍ଡରେ ଥାଏ ଯେ ଠାକୁର କେମିତି ମୋର ସୁନ୍ଦର ଦେଖାଯିବେ। ଏଇ ଭାବନାଟାରେ ହିଁ ମୁଁ ପୂଜା କରେ। ପ୍ରଭୁଙ୍କୁ ଯେତେ ସୁନ୍ଦର ଭାବରେ ସଜେଇ ପାରିବି, ଆଉ ସେତେ ସେ ସୁନ୍ଦର ଲାଗିବେ ବୋଲି। ମାଗ ତୁଳସୀ ଦେବୀ ଅଠୁ ଶ୍ରୀକୃଷ୍ଣ ବନବଲ୍ଲଭୀ, ମାଗ ତୁଳସୀ ଦେବୀ ପ୍ରଭାତ ଉଠିଣ ତ ମୁଖ ଚାହିଁଣ, ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ, ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ।
मागो तुलसी देवी अटू श्रीकृष्ण प्रणवल्लभी तुलसीर माळ तुलसीर चूड़ तुलसी भूषण होई तुलसी मूलरे लय लगाइले नीलचक्र दिशु थाई मागो तुलसी देवी अटू श्रीकृष्ण प्रणवल्लभी मागो तुलसी देवी ओं मा वृंदावते नो तीन तुलसी शरीर नमो लक्ष्मी नारायण नमो नमो मालो पूजा सारा पर महाप्रभु दर्शन करकिना मु तो जनाना बही पढ़े आ सूत्र पढ़े ता सहित भागवत बही भी पढ़े तो जी मो द्वारा 5 मिनट हो 10 मिनट हो हरि गोपाल जय 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 गोपाल जय जय हरि जय जगन्नाथ हरि जय हरि जय जगन्नाथ हरि जय जगन्नाथ जगन्नाथ त्राय भांग जगन्नाथ रक्षताम जगन्नाथ त्राय भांग जगन्नाथ रक्षताम महाभाव त्राय महाभाव रक्षताम बाबा जेहेतु टीवी देखुले सेपटे महाप्रभुंकर स्नान चली तो एपटे बाबा तांकर जणाना पड़ुले आ पुओ ताको शुणिकिना तार मन खुशी रे ताको नाचिबार ही लगी जेहेतु आज थिला स्नान पूर्णिमा आउ मोर पूर्णमी ओषा थिला तो ता बाबांकर भी ओषा थिला तो आमे दुई जण फास्टिंग रे थिलु तो सेति आज रोषेई रे एते किछि भारी नथिला आ माँ एटा पुणी संध्या बेले मु ब्लॉगटा ऐड कर देछि कारण दुई पर खाइकिना समस्त में रेस्ट करथिलु तो संध्या बेले उठला परे मु गोटे साइड रे खीरी बसई देइथिली जेहेतु पूर्णमी थिला तो पूर्णमी रे खीरी भोग हुए जो माने पूर्णमी ओषा करचंती चांद ओषा से माने जानी थिबे तो आउ गोटे साइड रे मु काजू भाजुथिली तो खीरी रे पकेबा पई ता सहित मु आज बनैथिली घरे क्षीर पोड़ पिठा ता सहित पूरी आउ तरकारी तो महाप्रभुंकर आज थिला जन्मदिन आ ज्येष्ठ पुनई रे मु आज घरे पिठापଣା किछि भी करी नथिली जेहेतु आज महाप्रभु को भोग लगे सारा परे आमे समस्ते पिठापଣା खाइबु बोली भाबिथिलु आउ आम घरे जे कोनोसी जिंस हो जेबे तक आमे ठाकुर पाखरे भोग न लगाऊ सेबे तक आम घरे आमे केही भी ताको खाऊना या बेले संध्या दे देथिले पुपुर बाबा जेहेतु मो रोसे घरे प्रसाद बनौथिली संध्या देकिना से प्रार्थना करुथिले प्रार्थना कर सारा बेलू ऑलमोस्ट 8:30 होता से मोर भोग रेडी होता तो सी एपटे घरे ठाकुर पाखे भोग लगे दौरान आउ ठाकुर को धूप झुणा सबू दे दौरान तापर पूजा कर सारापर मु चांद पूजा करने को जाइली तापर प्रभुंकर से समय हाथी बेश भी आमे माने बसी देखुलु आउ प्रभु पाखक न जाई पारे कौन हम तो महाप्रभुंकर सुंदर बेश टीवी रे देखा मिलला पुणी देखा आउ गोटे ब्लॉग रे।